ଜଙ୍ଗଲର ରାଜା କିଏ? ସିଂହ। ଏମାନେ ତ ସମସ୍ତେ ଅଛନ୍ତି, ହେଲେ ସିଂହକୁ କାହିଁକି ରାଜା ମନାଯାଉଛି? ମୁଁ ଭାବେ ନିଜକୁ ରାଜା ବୋଲି ମତେ ସମସ୍ତେ ଆଜି ମାନୁଛନ୍ତି ରାଜା। ନିଜର ଆଟିଟ୍ୟୁଡକୁ ଏମିତି ଭାବରେ ତିଆରି କର ଯାହା ତୁମେ ଭାବୁଥିବ ଲୋକ ତମକୁ ସେଇଆକୁ ଭାବିବାକୁ ବାଧ୍ୟ, ଯୋଉଠି ଲୋକମାନେ ତମକୁ ସବୁବେଳେ ରେସ୍ପେକ୍ଟ ଦେବେ ଆଉ ସମ୍ମାନ କରିବେ। ଜଙ୍ଗଲର ରାଜା କିଏ? ସିଂହ। କିନ୍ତୁ ଜଙ୍ଗଲରେ ତ ଆହୁରି ବହୁତ ବଡ଼ ବଡ଼ ଜୀବ ଅଛନ୍ତି, କିନ୍ତୁ ସେମାନଙ୍କୁ କାହିଁକି ମାନେ ରାଜା ବୋଲି ମାନୁନାହାନ୍ତି? ତ ଜଙ୍ଗଲରେ ବହୁତ ବଡ଼ ଜୀବ ଅଛନ୍ତି, ମାନେ ଲମ୍ବାରେ ଜିରାଫ, ବୃହତ୍କାୟରେ ହାତୀ, ଆଉ ସବୁଠୁ ମାନେ ଫ୍ରି ବାଲା ମାନେ ସ୍ପିଡ ଦୌଡୁଥିବା ଜୀବ ଚିତାବାଘ, ଆଉ ସବୁଠୁ ବୁଦ୍ଧିମାନ ପଶୁ ମାନେ ମାନାଯାଉଥିବା ପଶୁ ହେଲା କିଏ? ଆମର ବିଲୁଆ। ତ ଏମାନେ ତ ସମସ୍ତେ ଅଛନ୍ତି, ହେଲେ ସିଂହକୁ କାହିଁକି ରାଜା ମନାଯାଉଛି? ୟା ଭିତରେ ତ କିଛି ବି ସେମିତି କ୍ୱାଲିଟି ନାହିଁ, ଖାଲି ଖାଇଲା ଶୋଇବ, ଏମିତି କିଛି କାହିଁକି? ତ ତାକୁ ଯେତେବେଳେ ଏଇସବୁ ନେଇକି ପଚରାଯାଏ, ସିଏ କୁହେ କି ମୁଁ ଭାବେ ମୁଁ ରାଜା, ତେଣୁ ମତେ ମାନନ୍ତି ବି ସବୁ ରାଜା। ମୁଁ ଭାବେ ନିଜକୁ ରାଜା ବୋଲି ମତେ ସମସ୍ତେ ଆଜି ମାନୁଛନ୍ତି ରାଜା। କି ଏ କଥା କହିବାର କାରଣ ହଉଛି ନିଜର ଆଟିଟ୍ୟୁଡକୁ ଏମିତି ଭାବରେ ତିଆରି କର, ନିଜର ଆଟିଟ୍ୟୁଡକୁ ଏମିତି ଭାବରେ ତିଆରି କର ଯାହା ତୁମେ ଭାବୁଥିବ ଲୋକ ତମକୁ ସେଇଆକୁ ଭାବିବାକୁ ବାଧ୍ୟ ହେବେ। ମାନେ ନିଜକୁ ସବୁବେଳେ ଗୋଟେ ଏମିତି ପୋଜିସନରେ ରଖ କି ସମସ୍ତଙ୍କ ଠାରୁ ଟପରେ ରଖ, ଟପ୍ ପୋଜିସନରେ, ଯୋଉଠି ଲୋକମାନେ ତମକୁ ସବୁବେଳେ ରେସ୍ପେକ୍ଟ ଦେବେ ଆଉ ସମ୍ମାନ କରିବେ। ଆଉ ତୁମର ପୋଜିସନ ଏମିତି ହେବା ଦରକାର କି ତମର ସେଲ୍ଫ ରେସ୍ପେକ୍ଟ ଯେମିତି ତଳକୁ ନ ଖସିବା ଦରକାର। ତ ସେଇଥିପାଇଁ ନିଜକୁ ସବୁବେଳେ ଗୋଟେ ସବୁ ଭାବିବା ଦରକାର କି ମୁଁ ଗୋଟେ ଭଲ ପୋଜିସନରେ ଅଛି। ତ କଣ ହୁଏ ନା, ଆମେ ବହୁତ ସମୟରେ ଭାବନ୍ତି କି ନାଇଁ ଆମ ପାଖରେ ସେମିତି କିଛି ଖାସ କ୍ୱାଲିଟି ନାହିଁ, କି ଆମ ପାଖରେ ସେମିତି ଖାସ ମାନେ କିଛି ଜିନିଷ ନାହିଁ ଯୋଉଥିପାଇଁ ଆମେ ଡେଭଲପ କରିବା। ତ କିଛି ଆବଶ୍ୟକ ନାହିଁ, ଆମକୁ ନିଜକୁ ଭାବିବା ଦରକାର ପ୍ରଥମେ କି ଆମେ କଣ, ଆମେ କୋଉଥିପାଇଁ ଫେମସ ହବା, ବା ଆମକୁ କୋଉଥିପାଇଁ ଆମକୁ ଲୋକ ରେସ୍ପେକ୍ଟ କରିବେ, ଆଉ କୋଉଥିପାଇଁ ଆମକୁ ଲୋକମାନେ ସମ୍ମାନ କରିବେ ବା ଆମକୁ ସେଇ ପୋଜିସନରେ ଦେଖିବେ। ତ ପ୍ରଥମେ ଆମେ ଆମ ଚିନ୍ତାଧାରାକୁ ଏମିତି ବଦଳେଇବା ଦରକାର କି ଯେମିତି ଲୋକମାନେ ଆମକୁ ଦେଖିଲେ କହିବେ କି ନାଇଁ ଏଇ ଲୋକଟା ହଉଛି ଏଇଆ, କି ଏଇ ବ୍ୟକ୍ତିଟି ଏଇଆ ଅଛି। ତ ଯେମିତି ସିଂହ ତା ଆଟିଟ୍ୟୁଡରେ ତାକୁ ରାଜା ବୋଲି ମାନୁଛନ୍ତି, ତ ଠିକ ସେମିତି ଆମକୁ ସିଂହ ଭଳି ହବାର ଅଛି। ବାସ୍ ଯେମିତି ଲୋକ ଦେଖିଲେ ଆପେ ବାଟ ଛାଡିଦେବେ କି ସେ ଆସିଲା, ଏଇ ଲୋକ କି ସେଇ ଲୋକ ସେଇ ପୋଜିସନରେ ଆସୁଛି।